ସମସ୍ତଙ୍କର ମଙ୍ଗଳ ହଉ, ସମସ୍ତେ ସୁଖରେ ରହିଲେ ସିନା ହେବ। ଖାଲି ଆପଣ ବା ମୁଁ ଯଦି ସୁଖରେ ରହିବା, ଅନ୍ୟମାନେ ଦୁଃଖରେ ରହିଲେ କ'ଣ ଭଲ ଲାଗିବ? ନାଇଁ ବନ୍ଧୁ, ଆମେ ସମସ୍ତଙ୍କର ଶୁଭ କାମନା କରିବା। କ'ଣ କହିବା? ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ଈଶ୍ୱର ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ହଁ ବନ୍ଧୁ, ଆଜି 25 ତାରିଖ ସେପ୍ଟେମ୍ବର 25 ଗୁରୁବାର। ଆଜିର ସୂର୍ଯ୍ୟାସ୍ତ 8ଟା 38 ପରେ। 8ଟା 38 ପରେ ଭୁଲ କହିଲି ମୁଁ। ସୂର୍ଯ୍ୟାସ୍ତ 5ଟା 38 ପରେ। ତେଣୁ ଆମେ ସମସ୍ତେ ଯିଏ ଘର ଠାକୁର ପାଖକୁ ବା ବାହାର ଠାକୁର ପାଖକୁ, ମାନେ ଘର ଠାକୁର ଘରକୁ ବା ମନ୍ଦିରକୁ ଯିବାର ଅଛି, ତାହେଲେ 5ଟା 38 ଅନେକ ପୂର୍ବରୁ ଯିବା ଏବଂ ସେଠି ପ୍ରାର୍ଥନା ବା ଆଳତି କରିବା ବା ଦେଖିବା। ମନ୍ଦ ସମୟ, ଆଜିର ମନ୍ଦ ସମୟ 1:05ରୁ 2:35। ତେଣୁ ଯଦି ଯାତ୍ରା କରିବାର ଥାଏ 1:05 ପୂର୍ବରୁ ବା 2:35 ପରେ ଆମେ ଯାତ୍ରା କରିବା। ଯଦି କାମ ଆରମ୍ଭ କରିବାର ଅଛି 1:05 ପୂର୍ବରୁ ବା 2:35 ପରେ କାମ ଆରମ୍ଭ କରିବା। ବାସ୍। ଆଜିର ଘାତ ବାର, ଏଇଟା ମନେ ରଖିବା। ଯାହାର ଯେଉଁ ସମସ୍ୟା ଅଛି କହିଦେଉଛି। ଘାତ ବାର ତୁଳାର ଆଉ କୁମ୍ଭର, ଏଇ ଦୁଇ ରାଶିର ଲୋକେ, ତୁଳା ରାଶିର ଆଉ କୁମ୍ଭ ରାଶିର ଲୋକେ ଟିକେ ଜଗି ରଖି ଚାଲିବା, ବୁଲିବା, କାମ କରିବା ଉଚିତ। ଗୋଟେ ଘାତ ହେଇଗଲେ, ଆଘାତ ହେଇଗଲେ ରକ୍ତପାତ ହେବ, ପୀଡ଼ା ହେବ, ହୁସିଆର ଟିକେ ଈଶ୍ୱରକୁ ଡାକିବା, ହେ ପ୍ରଭୁ ଦୟାକର। ଯିଏ ଯେଉଁ ଠାକୁରଙ୍କୁ ଭରସା କରୁଛନ୍ତି ତାକୁ ଡାକିବା। ଘାତ ତାରା ହେଉଛି ମିଥୁନର। ତାରାଟା ଘାତ ହେଲେ ଭାରି କ୍ଷତି ହୁଏ। ତ ମିଥୁନ ରାଶିଙ୍କର ଟିକେ ଅଧିକ କ୍ଷତି ହେବାର ଚାନ୍ସ ଅଛି। ଆଜି ତୃତୀୟା ତିଥି। ଘାତ ଚନ୍ଦ୍ର ହେଉଛି ବିଛା ରାଶିର ପୁରୁଷମାନଙ୍କର। ଘାତ ଚନ୍ଦ୍ର ହେଉଛି ବିଛା ରାଶିର ପୁରୁଷମାନଙ୍କର। ଘାତ ଚନ୍ଦ୍ର ହେଉଛି ମିଥୁନ ରାଶିର ନାରୀମାନଙ୍କର। ମିଥୁନ ରାଶିର ନାରୀ, ବିଛା ରାଶିର ପୁରୁଷମାନେ ଟିକେ ହୁସିଆର ରହିବେ। ମାନସିକ ଆଘାତ ପାଇବେ, ମାନେ କିଏ ଅପମାନ ଦେବ ବା ଭୁଲ କାମ କରି ବହୁତ ପସ୍ତେଇବେ। ଭୁଲ କାମ କହି, ଭୁଲ କଥା କହିଦେବେ କାହାକୁ, ପରେ ବହୁତ ପସ୍ତେଇବେ। ତେଣୁ ବିଛା ରାଶିର ପୁରୁଷ ତଥା ମିଥୁନ ରାଶିର ନାରୀ ହୁସିଆର, ଜଗି ରହି କଥାବାର୍ତ୍ତା କରନ୍ତୁ, ଜଗି ଭାବି ଚିନ୍ତି କାମ କରନ୍ତୁ, ନହେଲେ ପରେ ବହୁତ କାନ୍ଦିବେ। ଆଜି ସ୍ୱାତୀ ନକ୍ଷତ୍ର, ତୁଳା ରାଶି, ତୁଳାରେ ଚନ୍ଦ୍ର, ତୁଳାରେ ଚନ୍ଦ୍ର, ଏଗୁଡ଼ା ସମସ୍ତଙ୍କ ପାଇଁ। ହେଲେ ମେଷ ରାଶି କ'ଣ ଚାହୁଁଛି? ମେଷ ରାଶିର ତୃତୀୟ ଗୁରୁ, ପଞ୍ଚମ କେତୁ, ଷଷ୍ଠ ରବି ବୁଧ ଶୁକ୍ର, ଷଷ୍ଠରେ ରବି ବୁଧ ଶୁକ୍ର, ସପ୍ତମ ମଙ୍ଗଳ, ଏକାଦଶ ରାହୁ, ଦ୍ୱାଦଶ ଶନି। ଏଣୁ କ'ଣ ହେବ? ରବି ବୁଧ ଚନ୍ଦ୍ର ଓ ରାହୁଙ୍କ କଲ୍ୟାଣରୁ, ରବି ବୁଧ ଚନ୍ଦ୍ର ଓ ରାହୁଙ୍କ କଲ୍ୟାଣରୁ ଆର୍ଥିକ ବିକାଶ ହେବ। ହଁ, ହେବ, ଆର୍ଥିକ ବିକାଶ ହେବ। ଅନ୍ୟ ସବୁ ଭଲ, ଧନ ଆସିବ ଆଉ ଯିବ। ଧନ ଆସିବ, ଯିବ। କେମିତି ଯିବ? ନା ଦ୍ୱାଦଶ ଶନି ଖର୍ଚ୍ଚ କରାଇବେ। ଏମାନେ ଆଣିବେ, ଦ୍ୱାଦଶ ଶନି ଖର୍ଚ୍ଚ କରାଇବେ। ଆଚ୍ଛା, ମଙ୍ଗଳଙ୍କ ପାଇଁ ଦୁଶ୍ଚିନ୍ତା ବଢ଼ିଯିବ। କିଛି କୃତକର୍ମ ପାଇଁ ବା ହେଉନଥିବା କାମ ପାଇଁ ଦୁଶ୍ଚିନ୍ତା ବଢ଼ିଯିବ। ଶୁକ୍ର କିଛି ସାଧାରଣ ରୋଗ ସୃଷ୍ଟି କରିବେ। ଶୁକ୍ରଙ୍କ ପାଇଁ କିଛି ସାମାନ୍ୟ ରୋଗ ହେବ। ଗୁରୁ ବି ରୋଗ ବୃଦ୍ଧି କରିବେ।
ଗୁରୁ ଆଉ ଶୁକ୍ର ଦୁଇ ଆଚାର୍ଯ୍ୟ ରୋଗ ସୃଷ୍ଟି କରିବେ। କିଛି ଶୋକ ସମ୍ବାଦ ଶୁଣି ବିବ୍ରତ ହୋଇପାରନ୍ତି। ଦେଖନ୍ତୁ, ଗୋଳିଆ ମିଶା ଦିନ, ଧନ ପ୍ରବଳ ଆସିବ, ବ୍ୟୟ ବି ହେବ, ରୋଗ ବି ହେବ, ଦୁଶ୍ଚିନ୍ତା ବଢ଼ିବ। ଏଣୁ ଧର୍ମ କାର୍ଯ୍ୟ କରନ୍ତୁ, ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତୁ, ମଙ୍ଗଳ ହେବ। ଆସିବା ବୃଷ ପାଖକୁ 25 ତାରିଖ ଗୁରୁବାର ବୃଷ ରାଶି ପାଇଁ କ'ଣ ଅଛି? ବୃଷ ରାଶିକୁ ବହୁ ହିତାକାଂକ୍ଷୀ ବନ୍ଧୁ ଆନନ୍ଦିତ କରିବେ। ବୃଷ ରାଶିର ବହୁ ହିତାକାଂକ୍ଷୀ ବନ୍ଧୁ ଯେଉଁମାନେ ମଙ୍ଗଳ କାମନା କରନ୍ତି, ସେଭଳି ପ୍ରିୟ ଲୋକ ହେଲା, ବୃଷ ରାଶିର ପ୍ରିୟ ଲୋକମାନେ ତାଙ୍କୁ ଆନନ୍ଦିତ କରିବେ। ହଁ, ସେ କିଛି ଦେବେ ବା ଭଲ ଖବର ଦେବେ ବା ଦ୍ରବ୍ୟ ଦେବେ, ହଁ ମଜା ମଜା କଥା କହିବେ, ଆନନ୍ଦ ଦେବେ। ବୃହସ୍ପତି ଧନ ଶୁକ୍ର ସୁଖ ଦେବେ। ବୃହସ୍ପତି ବୃଷ ରାଶିକୁ ଧନ ଦେବେ, ଶୁକ୍ର ସୁଖ ଦେବେ। ରାହୁ ମନ ଲାଖି କର୍ମ ଯୋଗାଇ ଦେବେ। ରାହୁଙ୍କ ପାଇଁ ସେମାନେ କର୍ମୀ ହେବେ, ମନ ଲାଖି କର୍ମ କରିବେ, କର୍ମ ଆନନ୍ଦ ପାଇବେ। ଶତ୍ରୁ ରୋଗ ଋଣ କବଳରୁ ଶନି ରକ୍ଷା କରିବେ। ଶତ୍ରୁ ରୋଗ ଓ ଋଣ କବଳରୁ ଶନି ରକ୍ଷା କରିବେ। ମଙ୍ଗଳ ରାଶିର ଅଧିପତି ନା, ସେ କ'ଣ କରିବେ? ମଙ୍ଗଳଙ୍କ ପାଇଁ କିଛି ଦ୍ରବ୍ୟ କ୍ରୟ କରି ଖୁସି ହେବେ, ପଇସା ଆସିବ। ଆଉ ବୁଧ ଓ କେତୁଙ୍କ ପାଇଁ ଗୁପ୍ତ ଅଙ୍ଗରେ ଯନ୍ତ୍ରଣା ହେବ। ବୁଧ ଆଉ କେତୁଙ୍କ ପାଇଁ ଗୁପ୍ତ ଅଙ୍ଗରେ ଯନ୍ତ୍ରଣା ହେବ। ମାନେ ମେଷ ଅପେକ୍ଷା ବୃଷ ରାଶିର ଟିକେ ଅଧିକ ଶୁଭ, ଅଧିକ ମଙ୍ଗଳ, ଦୁଃଖ ଟିକେ କମ୍। 25 ସେପ୍ଟେମ୍ବର ଗୁରୁବାର ବୁଝିବା ମିଥୁନ ରାଶି କଥା। ମିଥୁନ ପାଇଁ ଆଜି ନାନାବିଧ ସୁଖ ମିଳିବ। କେତୁ ବୁଧ ଓ ଶନିଙ୍କ ଦୟାରୁ ଅଭାବ ରହିବନି। ହେଲେ ମନକୁ ଅଜଣା ଡର ଆତଙ୍କିତ କରିବ। ଅଜଣା ଡର, ସମସ୍ତଙ୍କୁ ଡର ଲାଗିବ, କାଳେ ମୁଁ କିଛି ଭୁଲ କାମ କରିଦେଲି କି? କିଛି ନିନ୍ଦା ଶୁଣିବେ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ହେବେ। ଭାଗ୍ୟ ଦେବୀ ସହାୟ ହେବେନି। ତେଣୁ କର୍ମରେ ବା କର୍ମକ୍ଷେତ୍ରରେ ଅଶାନ୍ତ ପରିବେଶ ସୃଷ୍ଟି ହେବ। ଏବେ ବୁଝିବା କର୍କଟ କଥା। 25 ତାରିଖ ସେପ୍ଟେମ୍ବର ଗୁରୁବାର କର୍କଟ ପାଇଁ। କର୍କଟକୁ କେବଳ ସୂର୍ଯ୍ୟ ସହାୟ। ବୃଥା ବ୍ୟୟ, ଅପମାନ, ଭୟ, ରୋଗ ଭୟ ମାନସିକ ଶାନ୍ତି ହରଣ କରିବ। କର୍କଟକୁ କେବଳ ସୂର୍ଯ୍ୟ ସହାୟ। ବୃଥା ବ୍ୟୟ, ଅପମାନ, ଭୟ, ରୋଗ ଭୟ ମାନସିକ ଶାନ୍ତି ଭଙ୍ଗ କରିବ। ଶୁକ୍ରଙ୍କ କଲ୍ୟାଣରୁ ଧନ ଲାଭ ହେବ। ଶତ୍ରୁ ଡରେଇବେ। ସାବଧାନ, ପାପ କର୍ମ କରିବା ପାଇଁ, ଭୁଲ ବାଟରେ ଯିବା ପାଇଁ ସୁଯୋଗ ଆସିବ। ପାପ କାମ କରିବା ପାଇଁ, ଭୁଲ କାମ କରିବା ପାଇଁ ସୁଯୋଗ ଆସିବ। ବିଧାତା ସେ ବାଟ ଖୋଲିଦେବେ। କିନ୍ତୁ ଆଗରୁ କହିଛି, ଟିକେ ଧର୍ମକୁ ଡର। ଧର୍ମ ଛାଡ଼ିବନି। ରଜା ପୁଅ ହଉ କି ଭିକାରୀ ପୁଅ ହଉ, ଧର୍ମ ଜଗିଛି, କର୍ମଫଳ ନିଶ୍ଚୟ ଦେବ। ପାପ କାମ କରିବା ପାଇଁ, ଭୁଲ କାମ କରିବା ପାଇଁ ସୁଯୋଗ ଆସିଲେ ବି କରନ୍ତୁନି, କଲେ ମରିବେ। ଆଉ କ'ଣ କରିବେ? ସିଂହ ପାଇଁ ଟିକେ ବୁଝିବା ଖବର କ'ଣ? 25 ସେପ୍ଟେମ୍ବର ଗୁରୁବାର ସିଂହ କଥା ଶୁଣିବା। ସିଂହ ରାଶିର ଲୋକେ ଆଜି
ସନ୍ତାନ ସଂକ୍ରାନ୍ତୀୟ ସୁଖ ଓ ଶାନ୍ତି ଶୁଣି ଖୁସି ହେବେ। ସିଂହ ରାଶିର ସନ୍ତାନମାନେ କିଛି ଭଲ ଖବର ଭଲ କାମ କରି ଆନନ୍ଦ ଦେବେ। ଆଚ୍ଛା, କିଛି ଲାଭ ହେବ ବୁଧଙ୍କ ପାଇଁ। ବୁଧ କିଛି ଲାଭ ଦେବେ, ଦ୍ରବ୍ୟ ଲାଭ, ଅର୍ଥ ଲାଭ, ସମ୍ମାନ ଲାଭ, ସ୍ୱାସ୍ଥ୍ୟ ଲାଭ ଇତ୍ୟାଦି ବୁଧ ଦେବେ। ଜନ୍ମ କେତୁଙ୍କ ପାଇଁ ସବୁ ଦିଗରୁ ହାନି ହେବ। ସବୁ ଦିଗରୁ ହାନି ହେବ, ହୁସିଆର। ଧନହାନି, ମାନହାନି, ସ୍ୱାସ୍ଥ୍ୟହାନି, ବନ୍ଧୁହାନି ହେବ। ଟିକେ ଜଗି ରଖି ସବୁ କାମ କରନ୍ତୁ, ସତର୍କ କରିଦିଆଗଲା। ଶୁକ୍ରଙ୍କ ଦୟାରୁ ସୁଖ ମିଳିବ। ମଙ୍ଗଳ ଗ୍ରହ ସବୁ ବିଚାର କରିବେ ସାହାଯ୍ୟ କରିବା ପାଇଁ, ତେଣୁ ମଙ୍ଗଳ ହିଁ ରକ୍ଷା କରିବେ। ମାତ୍ର ରାହୁ ଦଣ୍ଡିତ କରିବେ, ପୀଡ଼ା ଦେବେ, ବହୁ ସମସ୍ୟା ହେବ, ଶାରୀରିକ ସମସ୍ୟା। ଶନି କର୍ତ୍ତୃକ ରୋଗ ବିଚଳିତ କରିବ। ମନେ ହେଲା। ଏବେ 25 ତାରିଖ ଗୁରୁବାର କନ୍ୟା ରାଶିର ଲୋକଙ୍କ କଥା କ'ଣ ବୁଝିବା। କନ୍ୟାର ଆଜି ମନ ଅସ୍ଥିର ହେବ। କୃତ କର୍ମ ପାଇଁ ଅନୁତାପ କରିବେ। ଶାନ୍ତି ବ୍ୟାହତ ହେବ। ସାବଧାନତା ଅବଲମ୍ବନ କରିବା ଅତି ଜରୁରୀ, ନହେଲେ ସବୁ ବିଗିଡ଼ିଯିବ। ସବୁ ବିଗିଡ଼ିଯିବ। କାହାକୁ ବିଶ୍ୱାସ ନ କଲେ ଭଲ। ବ୍ୟୟ ବଢ଼ିଯିବ। କୁଟୁମ୍ବରେ କଳହ ସୃଷ୍ଟି ହେବ। ଧନ ମାନ ସ୍ୱାସ୍ଥ୍ୟ ହାନି ହେବାର ଭୟ ଅଛି। ରାହୁ ଚନ୍ଦ୍ର ଏ ଦୁହେଁ ଟିକେ ସୁରକ୍ଷା ଦେବେ। ରାହୁ ଛତା ଟେକି ତା ତଳେ ଛତା ଛାଇରେ ରକ୍ଷା କରିବେ। କେବଳ ରାହୁ କନ୍ୟାକୁ ସହାୟ ହେବେ, କେବଳ ରାହୁ, ଆଉ କେହି ନୁହଁ। ତେଣୁ ସବୁ କ୍ଷେତ୍ରରେ ଜଗି ରଖି କଥାବାର୍ତ୍ତା କରିବେ, କାମ କରିବେ, ବ୍ୟବହାର କରିବେ ତ ଭଲ, ନହେଲେ ଆଉ କହିବେନି। ତୁଳା ରାଶି ବିଷୟରେ ଆଲୋଚନା କରିବା। 25 ତାରିଖ କ'ଣ କହୁଛି ଗୁରୁବାର। ତୁଳା ରାଶିର ଦେହ ମୁଣ୍ଡ ଠିକ୍ ରହିବ। ଶୁକ୍ର ବି ଚନ୍ଦ୍ରଙ୍କ ସହାୟ ନେଇ ଚନ୍ଦ୍ର ଶୁକ୍ର ଉଭୟ ମିଶି ସାହାଯ୍ୟ କରିବେ। ଶନି ଏହି ସୁଖ ହୋମରେ ଘିଅ ଢାଳିବେ। ମାନେ ଚନ୍ଦ୍ର ଶୁକ୍ର ଆଉ ଶନି ଏହି ତିନୋଟି ଗ୍ରହ ମିଳିତ ଭାବରେ ସମସ୍ତ ସୁଖ ପ୍ରଦାନ କରି ତୁଳା ରାଶିଆଙ୍କୁ ଆନନ୍ଦିତ କରିବେ। ତୁଳାର ଦେହ ମୁଣ୍ଡ ଠିକ୍ ରହିବ। ଶୁକ୍ର ଚନ୍ଦ୍ରଙ୍କ ସହ ମିଶି ଏହି ସୁଖ ଦେବେ। ଶନି ଏହି ସୁଖ ହୋମରେ ଘିଅ ଢାଳିବେ, ଆହୁତି ଦେବେ। ସବୁ ଦିଗରୁ ସବୁ ପ୍ରକାର ସୁଖ ଓ ଆନନ୍ଦ ମିଳିବ। ଆଶା ପୂର୍ଣ୍ଣ ହେବ। ବହୁ ପ୍ରଶଂସା ଶୁଣିବେ, ପ୍ରଶଂସା ପତ୍ର ବି ପାଇବେ। ଅଯଥା ଭୟ ମନକୁ ଆତଙ୍କିତ କରିବ। ଏସବୁ ସୁଖରେ ଟିକେ ରହିଯିବ। ଅଜଣା ଭୟ ମନକୁ ଆତଙ୍କିତ କରିବ। କ'ଣଟା କେଉଁଠି ହେଇଗଲା ମନେ ପଡ଼ିଯିବ। ଆଉ କ'ଣ ଧନ ମାନ ସ୍ୱାସ୍ଥ୍ୟକୁ ନେଇ ରାହୁ ସମସ୍ୟା ସୃଷ୍ଟି କରିବେ। ଏହିସବୁ ପ୍ରକାର ସମସ୍ୟା ସୃଷ୍ଟି ହେବ ଧନ ମାନ ସ୍ୱାସ୍ଥ୍ୟରେ। ତେଣୁ ଆମେ ଯଦି ଧନର ସୁବିନିଯୋଗ ନ କରିବା, ବୃଥା ବିନିଯୋଗ କରିବା, ସମ୍ମାନ ହାନି ଭଳିଆ କାମ କରିବା, ଅଖାଦ୍ୟ ଖାଇବା, ବେଶୀ ଖାଇବା ମିଳୁଛି ତ, ତାହେଲେ ତ ସମସ୍ୟା ହେବ ନା। ଆଚ୍ଛା, ଆସିବା ବିଛା ପାଖକୁ। 25 ତାରିଖ ଗୁରୁବାର ବିଛା କଥା କ'ଣ କହୁଛି ନା, ବିଛା ରାଶି ପାଇଁ ଚନ୍ଦ୍ର ଓ ମଙ୍ଗଳ ଅତି ଅଶୁଭ ଫଳ ଆଣି ମନସ୍ତାପ କରାଇବେ। ବିଛା ରାଶି ପାଇଁ ଚନ୍ଦ୍ର ଓ ମଙ୍ଗଳ ଅତି ଅଶୁଭ ଫଳ ଆଣି ମନସ୍ତାପ କରାଇବେ। କିଛି ଖରାପ ଖବର ଶୁଣି ଦୁଃଖିତ ହେବେ। କେତୁ
ରବି ବୁଧ ମିଳିତ କଲ୍ୟାଣ କରି ସବୁ ସମସ୍ୟାର ସମାଧାନ କରିବେ। ମାତ୍ର ବୃହସ୍ପତି ଶନି ଓ ରାହୁଙ୍କର ସହଯୋଗ ଇଏ ସବୁ ସମସ୍ୟାକୁ ପୁଣି ବିଗାଡ଼ି ଦେବ। ଆଜି ମଧ୍ୟମ ସୁଖ ମିଳିବ। ଶତକଡ଼ା 100 ସୁଖ ମିଳିପାରିବନି। ଆଜି ବିଚାର ଆସିବା ଟିକେ ସମସ୍ୟା ହେଲା। ଧନୁ ରାଶିର ଆଜି ଗୁରୁବାର 25 ତାରିଖ ଧନୁ ରାଶିର ଆଜି ସବୁ ଦିଗରୁ ସୁଖ ଓ ଲାଭ ଯୋଗ ଅଛି। ଉଚ୍ଚ କୋଟିର ସମ୍ମାନ ମିଳିବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ଆଦର ପାଇବେ। ଜଗି ରଖି ଖର୍ଚ୍ଚ ନ କଲେ ବୃଥା ବ୍ୟୟ ହୋଇଯିବ ଓ ସେଥିପାଇଁ ଅନୁତାପ କରିବେ। ଶନି ଅଶୁଭ ଅଛନ୍ତି, ଏଣୁ ଦେହ ଓ ମନରେ ଅହେତୁକ ଯନ୍ତ୍ରଣା ହେବ। ଘରେ ଶାନ୍ତି ସ୍ତୋତ୍ର ପାଠ କରନ୍ତୁ। ଶନି ଟିକେ ବିଗାଡ଼ି ଦେବେ, ଆଉ ସବୁ ଭଲ। ମକର ରାଶି ପାଇଁ ଆଜି କର୍ମ ସୁଖ, କର୍ମ ଯଥେଷ୍ଟ ବେଶୀ ହେବ, ମାତ୍ର କ୍ଳାନ୍ତ ବୋଧ ହେବନି। କର୍ମରୁ ଶାନ୍ତି ସୁଖ ଧନ ସମ୍ମାନ ପାଇ ଅତୀତର ଦୁଃଖ ଭୁଲିଯିବେ। ଶନିଙ୍କ ଆଶୀର୍ବାଦରୁ ସବୁକିଛି ସମସ୍ୟାର ସମାଧାନ ହେବ, ଜୟ ହେବ, ମଙ୍ଗଳ ହେବ। ରାହୁ ଓ ବୃହସ୍ପତି ସବୁ ଦୁଃଖ ଦେଇ ମନକୁ ବିଚଳିତ କରିବେ। ଧନ ମାନ ଓ ସ୍ୱାସ୍ଥ୍ୟର ଉନ୍ନତି କରିବେ ଶନି। ଏହା ଜାଣିଲା ପରେ ମକର ରାଶିର ଲୋକେ ଚେଷ୍ଟା କରନ୍ତୁ ଯଥା ଅଧିକ ଧର୍ମ କରିବା ପାଇଁ। ଧର୍ମ ହିଁ ତାଙ୍କୁ ସହାୟ ହେବ। ଧର୍ମକୁ ଟିକେ ଡରିଲେ ଭଲ, ଅଧର୍ମ କଲେ ଭଲ। ଆଚ୍ଛା, କୁମ୍ଭ କଥା ଆଲୋଚନା କରିବା। 25 ତାରିଖ ଗୁରୁବାର କ'ଣ ଅଛି? କୁମ୍ଭ ପାଇଁ ସମ୍ମାନ ହାନି ଭୟ ଅଛି। ପ୍ରତି ପଦକ୍ଷେପରେ ଅଶାନ୍ତି ସୃଷ୍ଟି ହେବ। ଅଶାନ୍ତ ବନ୍ୟା ମାଡ଼ି ଆସିବ। ଏଣୁ ସାବଧାନତା ଅବଲମ୍ବନ ଅତି ଜରୁରୀ। ବୁଧ ଓ ବୃହସ୍ପତିଙ୍କ ଶୁଭ ଚିନ୍ତା ଯୋଗୁଁ ଆଜି କିଛି ମଙ୍ଗଳ ହେବ। ବୃହସ୍ପତି ବୁଧ ଏଇ 2ଟି ଗ୍ରହ ଶୁଭ ଚିନ୍ତା କରୁଛନ୍ତି, ବାକି 7ଟି ଗ୍ରହ ବିରୁଦ୍ଧାଚରଣ କରୁଛନ୍ତି। ରାହୁଙ୍କ ପାଇଁ ଧନ ମାନ ସ୍ୱାସ୍ଥ୍ୟରେ ହାନି ଘଟିବ ବା ଘଟୁଛି ମଧ୍ୟ। ଶନି ଦୁଃଖ ଓ ଶୋକ ଆଣୁଛନ୍ତି। ଦାମ୍ପତ୍ୟ କଳହ ବଢ଼ି ବଢ଼ି ଚାଲୁଛି। ଧର୍ମ କାର୍ଯ୍ୟରେ ମନ ରହୁନି। ଏଥିରୁ କ'ଣ ବୁଝିଲେ କୁମ୍ଭ ରାଶିର ବନ୍ଧୁ? ଧର୍ମ କାର୍ଯ୍ୟ କରନ୍ତୁ, ପରୋପକାର କରନ୍ତୁ, ସେବା କରନ୍ତୁ, ଦାନ କରନ୍ତୁ, କାହାର ନିନ୍ଦା କରନ୍ତୁନି, ଆଉ କାହା କଥା କାନେଇ ଶୁଣନ୍ତୁନି, ଆଉ ଏ ଘର ମାଉସୀ ସେ ଘର ପିଉସୀ ହୁଅନ୍ତୁନି। ହେଲେ ଏବେ ବୁଝିବା ମୀନ କଥା। ମୀନ ପାଇଁ ଆଜି ଅଷ୍ଟମ ଚନ୍ଦ୍ର ସାବଧାନ। ସବୁ ଦୁଃଖର ଆବାହକ ହେବ। ଶାରୀରିକ ମାନସିକ ଆର୍ଥିକ ସମସ୍ୟା ବଢ଼ିଯିବ। କେବଳ ଏକମାତ୍ର ଗ୍ରହ କେତୁ ପ୍ରସନ୍ନ ଅଛନ୍ତି। ଓ କେତୁ ପ୍ରସନ୍ନ ଥିବାରୁ ଆପଣଙ୍କୁ ରୋଗ ହେଉନି। ରୋଗ ସମସ୍ୟା ଆପଣଙ୍କୁ ଯନ୍ତ୍ରଣା ଦେଇପାରୁନି। ନହେଲେ ଅନ୍ୟ ଗ୍ରହମାନେ ଯେମିତି ଆକ୍ରମଣ ମୂଳରେ ଅଛନ୍ତି ନା, କ'ଣ ନାହିଁ କ'ଣ କ୍ଷତି କରି ପକାନ୍ତେ। ଅଯଥା ଓ ବୃଥା ବ୍ୟୟ ପାଇଁ ରାହୁ ପ୍ରସ୍ତୁତ ଅଛନ୍ତି। ଅଯଥା ଖର୍ଚ୍ଚ କରାଇବେ, ବୃଥା ଖର୍ଚ୍ଚ କରିବେ ରାହୁ। ଜନ୍ମ ଶନି, ଏଣୁ ସବୁ କାମରେ ଅବହେଳା କରିବା ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବେ। ଶ୍ରଦ୍ଧା ଓ ବିଶ୍ୱାସରେ ଯଦି ସବୁଦିନ ରାମରକ୍ଷା କବଚ ପଢ଼ିବେ ତ ଭଲ। ସେଟା ନ କଲେ ହଇରାଣ ହେବେ। ହଁ, ଆଉ ଗୋଟିଏ କଥା, ପ୍ରତିଦିନ ଦୁର୍ଗାଙ୍କ ମନ୍ଦିରକୁ ଯାଆନ୍ତୁ। ଆଣ୍ଠେଇ ପ୍ରଣାମ କରି ଦୁର୍ଗା ଦୁର୍ଗା ଏ 2ଟି ଅକ୍ଷରକୁ ଯେତେ ଅଧିକ ଥର ଜପନ୍ତୁ।
ମଙ୍ଗଳ ହେବ। ସେପଟେ କେତୁ ସାହାଯ୍ୟ କରୁଛନ୍ତି, ଦୁର୍ଗା ସାହାଯ୍ୟ କରିବେ। ଇଏ ଗ୍ରହମାନେ ସତ୍ୟ ଯଦି ଭକ୍ତି ଥିବ ନା, ଦୁର୍ଗା ଏମିତି ସାହାଯ୍ୟ କରିବେ, କେଉଁ ଗ୍ରହ କିଛି କ୍ଷତି କରିବେନି। ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଦୟା କଲେ, ଦୁର୍ଗା ଦୟା କଲେ, ଆସନ୍ତା କାଲି ମୁଁ ଆପଣଙ୍କ ସହ ପୁଣି ଦୁଃଖ ସୁଖ ହେବି। ରହିଲି, ନମସ୍କାର।